ପିଲାମାନେ ଶୁଭ ସକାଳ। ତୁମେ ମାନେ ଭଲ ଅଛ ନା? ତୁମ ଦେହ ଭଲ ଅଛି ନା? ସୁସ୍ଥ ଅଛ ନା? ଆଚ୍ଛା, ସୁସ୍ଥ ରହିବା ପାଇଁ ଆମେ ଆଜି ଗୋଟେ ଖେଳ ଖେଳିବା। ଖେଳ ପଡ଼ିଆକୁ ଯିବା ହେଲା। ଖେଳଟାର ନାଁ ହେଲା ବଡ଼ ଗୋଲ ଆଉ ଛୋଟ ଗୋଲ। ପିଲାମାନେ ଆମେ ଖେଳିଲେ ନୁହେଁ, ଖେଳରେ ଆମେ ଗୋଟେ ବୃତ୍ତ ତିଆରି କଲେ। ଆଚ୍ଛା, ତାହେଲେ ଆମେ ଆଗରୁ କେତେଟା ପିରିୟଡ଼ରେ ଆମେ କ'ଣ ଶିଖିଲେ ନା କେତେ ଗୁଡ଼ିଏ ବୃତ୍ତ ଚିତ୍ରକୁ ଶିଖିଲେ। ଆଉ ବିଭିନ୍ନ ଯେଉଁ ଚୁଡ଼ି ଏବଂ ବିଭିନ୍ନ ଗୋଲାକୃତି ପକେଇକି ମଧ୍ୟ ଆମେ ବୃତ୍ତ ଅଙ୍କନ ଶିଖିଲେ। ତା ଛଡ଼ା କଣ୍ଟା ଏବଂ ସୂତା ସାହାଯ୍ୟରେ ମଧ୍ୟ ଆମେ ବିଭିନ୍ନ ପ୍ରକାର ବୃତ୍ତର ଚିତ୍ର ଅଙ୍କନ କଲେ। ଆଜି ଆମେ ଦେଖିବା ବୃତ୍ତର ବିଭିନ୍ନ ପ୍ରକାର ଅଂଶକୁ ଆମେ ଆଜି ଚିହ୍ନିବା। ଆଚ୍ଛା, ପିଲାମାନେ ଦେଖିଲ, ଏଇଟା ଗୋଟେ ବୃତ୍ତର ଚିତ୍ର ନା? ଆଚ୍ଛା, ଏଇ ବୃତ୍ତଟିକୁ, ଏଇଟା ଗୋଟେ ବୃତ୍ତ, ଆମେ ଆକୁ ଠିକ୍ ମଝିରୁ ଦୁଇ ଭାଗ କରିଦେବା। ଦେଖିଲ ପିଲେ, ସମାନ ଦୁଇ ଭାଗ ହେଇଗଲା ନା? ଗୋଟିଏ ଭାଗ ଆର ଭାଗ ଉପରେ ରହିଗଲା ନା? ଠିକ୍ ଅଛି। ତାହେଲେ ଯଦି ରହିଗଲା, ଏଇ ଯେଉଁ ଧାରଟି ପାଇଲେ ଆମେ ତାକୁ କହିବା ବୃତ୍ତର ବ୍ୟାସ। କ'ଣ କହିବା? ବୃତ୍ତର ବ୍ୟାସ ହେଲା। ଆଚ୍ଛା, ବର୍ତ୍ତମାନ କ'ଣ କରିବା ନା ଏଇ ବୃତ୍ତଟିକୁ ପୁଣି ଆଉ ଗୋଟେ ଭାଗ କରିଦେବା। ଗୋଟେ ଭାଗ କରିଥିଲେ, ବର୍ତ୍ତମାନ ଆମେ ଆଉ ଗୋଟେ ଭାଗ କରିଦେଲେ। ଆଚ୍ଛା, ଦେଖିଲ ପିଲେ, ଏଠି ଦୁଇଟି ଧାର ଆସିଗଲା ନା? ଏଇ ଦୁଇ ଧାରକୁ କ'ଣ କହିବା ଆମେ ଜାଣିଛ ପିଲେ? ଆକୁ ଆମେ କହିବା ବ୍ୟାସାର୍ଦ୍ଧ। ଏଇଟାକୁ ବ୍ୟାସ କହୁଥିଲେ, ଆଉ ତାର ଅଧା ହେଇଗଲା ନୁହେଁ କି? ତେଣୁ ଏଇଟା ବ୍ୟାସର ଅଧା, ତା ନାଁ ହେଉଛି ବ୍ୟାସାର୍ଦ୍ଧ। ଏପଟେ ଆଉ ଗୋଟେ ବ୍ୟାସାର୍ଦ୍ଧ ମଧ୍ୟ ଆସିଗଲା। ଦୁଇଟି ବ୍ୟାସାର୍ଦ୍ଧ ଯୋଉଠି ମିଳିତ ହେଲା, ଏଇ ଯୋଉ ବିନ୍ଦୁଟି, ୟାକୁ ଆମେ କହିବା ବୃତ୍ତର କେନ୍ଦ୍ରବିନ୍ଦୁ। ପିଲେ ମନେ ରହିଲା? ଦେଖ, ଏଇଟା ହେଲା ବୃତ୍ତର କେନ୍ଦ୍ରବିନ୍ଦୁ, ଆଉ ଏ ଦୁଇଟି ହେଉଛି ବୃତ୍ତର ଗୋଟିଏ ଗୋଟିଏ ବ୍ୟାସାର୍ଦ୍ଧ। ଯଦି ଆମେ ପୁଣି ଭାଙ୍ଗିବା, ତାହେଲେ ଆହୁରି ଅନେକ ବ୍ୟାସାର୍ଦ୍ଧ ମଧ୍ୟ ତିଆରି ହୋଇପାରିବ। ଦେଖ, ପୁଣି ଭାଙ୍ଗିଲେ ପୁଣି ଆହୁରି ମଧ୍ୟ ବ୍ୟାସାର୍ଦ୍ଧ ହେଇପାରିବ, କାରଣ ବୃତ୍ତର ଅନେକ ବ୍ୟାସାର୍ଦ୍ଧ ଥାଏ, ଅନେକ ବ୍ୟାସ ମଧ୍ୟ ଥାଏ। କାହିଁକି ନା ଆମେ ଗୋଟିଏ ପ୍ରକାର ଭାଙ୍ଗିଥିଲେ, ଆମେ ତାକୁ ଯଦି ଆଉ ଗୋଟିଏ ପ୍ରକାର ମଧ୍ୟ ଭାଙ୍ଗିବା, ସମାନ ଦୁଇ ଭାଗ କରିବା, ତାହେଲେ ଆଉ ଗୋଟେ ବ୍ୟାସ ମଧ୍ୟ ବାହାରି ପାରିବ। ତାହେଲେ ଗୋଟେ ବୃତ୍ତର ଅନେକ ବ୍ୟାସ ଥାଏ ଆଉ ଅନେକ ବ୍ୟାସାର୍ଦ୍ଧ ଥାଏ, କିନ୍ତୁ ଗୋଟେ ବ୍ୟାସ ସଦାବେଳେ ବ୍ୟାସାର୍ଦ୍ଧର ଦୁଇ ଗୁଣ। କାହିଁକି? ଦେଖ, ଏଇ ବ୍ୟାସଟି ଥିଲା, ଯେତେବେଳେ ଆମେ ଭାଙ୍ଗି ଦଉଛେ, ଏଇ ବ୍ୟାସଟା ଦୁଇଟି ବ୍ୟାସାର୍ଦ୍ଧରେ ପରିଣତ ହେଉଛି। ତାହେଲେ ବ୍ୟାସ ହେଉଛି ବ୍ୟାସାର୍ଦ୍ଧର ଦୁଇ ଗୁଣ ହେଲା। ପିଲେ ଜାଣିପାରିଲ? ଆଚ୍ଛା, ଆଉ ଏଇଟା, ଏଇ ଯୋଉ ବୃତ୍ତର ଏଇ ଚାରିପାଖଟିକୁ ଆମେ କହିବା ପରିଧି ହେଲା। ଆଉ ତୁମେ ବଡ଼ କ୍ଲାସରେ ଆଉ ଅନେକ ଜିନିଷ ଜାଣିବ ବୃତ୍ତ ବିଷୟରେ। ଆଜି କେବଳ ଆମେ ଜାଣିବା ଏଇ ବୃତ୍ତର କେନ୍ଦ୍ରବିନ୍ଦୁ, ବ୍ୟାସ ଆଉ ବ୍ୟାସାର୍ଦ୍ଧ। ବର୍ତ୍ତମାନ ତୁମେ ବୋର୍ଡକୁ ଦେଖ ପିଲାମାନେ, ଆମେ ଆଉ ଟିକେ ଗୋଟେ ଚିତ୍ର ଦେଖିବା। ଦେଖ ପିଲାମାନେ, ଏଇଟି ଆଉ ଗୋଟିଏ ବୃତ୍ତ ଚିତ୍ର ନୁହେଁ? ବର୍ତ୍ତମାନ ଏଇ ବୃତ୍ତ ଚିତ୍ରଟିକୁ ଆମେ ସମାନ ଦୁଇ ଭାଗ କରିଦେବା। ଦୁଇ ଭାଗ ହେଇଗଲା ନା? ଦେଖ ପିଲାମାନେ, ଯେଉଁ ଦୁଇ ଭାଗ ହେଇଗଲା, ଏଇଟା ଗୋଟିଏ ଅର୍ଦ୍ଧବୃତ୍ତରେ ପରିଣତ ହେଇଗଲା। ଏଇ ଅର୍ଦ୍ଧବୃତ୍ତର ଏଇ ଯୋଉ ଧାରଟି, ଗାରଟି ଦେଖୁଛ, ଏଇଟା ହେଉଛି ବୃତ୍ତର ବ୍ୟାସ। ଦେଖିଲ ପିଲେ? ବର୍ତ୍ତମାନ ଏଇ ଅର୍ଦ୍ଧବୃତ୍ତଟିକୁ ପୁଣି ଆଉ ଗୋଟିଏ ଭାଗ କରିଦେବା। ଦେଖିଲ ପିଲେ? ବର୍ତ୍ତମାନ ଆମେ ପାଇଗଲେ ଦୁଇଟି ବ୍ୟାସାର୍ଦ୍ଧ ନୁହେଁ? ଆଚ୍ଛା, ତାହେଲେ ଆ ଭିତରେ କେନ୍ଦ୍ରବିନ୍ଦୁ କେଉଁଠି? ଦେଖ, ଏଇ ଦୁଇଟି ବ୍ୟାସାର୍ଦ୍ଧ ଯୋଉଠି ମିଳିତ ହୋଇଛି, ଏଇଟା ହେଉଛି ବୃତ୍ତର କେନ୍ଦ୍ରବିନ୍ଦୁ। ପିଲାମାନେ, ଆମେ ଏଥର ଆଉ ଗୋଟେ ଉଦାହରଣ ଦେଖିବା। ଆମେ ଦେଖିବା, ଆମେ ପୂର୍ବ ପିରିୟଡ଼ରେ ଦେଖିଥିଲେ ଗାଡ଼ି, ବିଭିନ୍ନ ପ୍ରକାର ଗାଡ଼ି ଆଉ ତାର ସବୁ ଚକ ନୁହେଁ କି? ତୁମେମାନେ ଚକକୁ ଭଲ ଭାବରେ ଜାଣିଛ ଯେ ସେଗୁଡ଼ିକ ଗୋଟେ ଗୋଟେ ବୃତ୍ତ। ଆଚ୍ଛା, ବର୍ତ୍ତମାନ ଆମେ ସେଇ ଚକକୁ ଦେଖିବା ଆଉ ତାର ବିଭିନ୍ନ ଅଂଶକୁ ଦେଖିବା, ତାକୁ ବୃତ୍ତ ସହିତ କମ୍ପେୟାର କରିବା। ତାହେଲେ ଦେଖ, ଏଇଟା ଗୋଟିଏ ଚକ। ଦେଖିଲ ପିଲେ? ଆଚ୍ଛା, ଏଇ ଚକ ଭିତରେ କେତେ ଗୁଡ଼ିଏ ଦେଖ ବ୍ୟାସାର୍ଦ୍ଧ ଆଉ ବ୍ୟାସ ମଧ୍ୟ ରହିଛି। ଦେଖ, ଯୋଉ ସିଧା ଭାବରେ ଦେଖୁଛ, ଏଇଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ବ୍ୟାସ।
ଆଉ ଆମେ ଯଦି ଠିକ୍ ମଝିରୁ ଯେଉଁ କେନ୍ଦ୍ରବିନ୍ଦୁ ରହିଛି ସେଇ କେନ୍ଦ୍ରବିନ୍ଦୁରୁ ଦେଖିବା ଯେଉଁ ଟାୟାର ରହିଛି, ଟାୟାରଟା ହେଉଛି ତାର ପରିଧି। ଆମେ ଯେ ଦେଖ ଏଇ କେନ୍ଦ୍ରବିନ୍ଦୁରୁ ଆଉ ଟାୟାର ସହିତ ଯେଉଁ ଅକ୍ଷଟି ଯାଇଛି ସେଇଟା ହେଉଛି ଗୋଟେ ଗୋଟେ ବ୍ୟାସାର୍ଦ୍ଧ। ଦେଖିଲ ପିଲେ, ତାହେଲେ ଏଇ ଚକରେ କେତେ ଗୁଡ଼ିଏ ବ୍ୟାସାର୍ଦ୍ଧ ଅଛି ନୁହଁ? ଆଉ ଦେଖ ଯଦି ସମାନ ଭାବରେ ରହିଥାନ୍ତା ତାହେଲେ ମଧ୍ୟ ବ୍ୟାସ ହେଇଥାନ୍ତା। ତାହେଲେ ଏଇଠି ଯୋଉ ଦେଖୁଛ ଏଇ ଯୋଉ ଚକର ଗୋଟିଏ ଗୋଟିଏ ଛୋଟ ଛୋଟ ଅଖ, ଇଏ ଯଦି ବ୍ୟାସାର୍ଦ୍ଧ ହେଲା, ଏଇ ସିଧା ଭାବରେ ଯୋଉ ଅଖ ଦୁଇଟି ଅଛି ଯଦି ବ୍ୟାସ ହେଲା, ତାହେଲେ ଏଇଠି ଆମେ ଦେଖିବା ତାହେଲେ ବ୍ୟାସାର୍ଦ୍ଧ ହେଉଛି ବ୍ୟାସର ଅଧା ବା ବ୍ୟାସ ହେଉଛି ବ୍ୟାସାର୍ଦ୍ଧର 2 ଗୁଣ। ଦେଖିଲ ନା ପିଲେ? ଆଚ୍ଛା, ବର୍ତ୍ତମାନ ଆମେ ଦେଖିବା ଆଉ ଗୋଟେ ଉଦାହରଣ। ତୁମେ ମାନେ ମା ମାନେ ରୁଟି କରିବା ଦେଖିଛ ନା? ରୁଟି ଗୋଲ ଗୋଲ, ଆମେ ଚିତ୍ର ପଢିଥିଲେ ରୁଟି ଗୋଲ ଗୋଲ ମା କରନ୍ତି। ଆଚ୍ଛା, ବର୍ତ୍ତମାନ ଦେଖ ମା ଗୋଟେ ସୁନ୍ଦର ରୁଟିଟେ କରିଛନ୍ତି। କେତେ ସୁନ୍ଦର ରୁଟି, ରୁଟିଟା ପୁରା ଫୁଲିଛି ନା, ପୁରା ଗୋଲ। ଆଚ୍ଛା, ଦେଖିଲ ପିଲେ, ଏଇ ଗୋଲ ରୁଟିକୁ ଆମେ ବେଳେ ବେଳେ ମା କ'ଣ କରନ୍ତି ନା ଭାଗ ବାଣ୍ଟିକି ସମସ୍ତଙ୍କୁ ଦିଅନ୍ତି ନୁହେଁ? ବେଳେ ବେଳେ ଯଦି ବାଇଚାନ୍ସ କମି ଯାଇଥାଏ ତାହେଲେ ଭାଗ ବାଣ୍ଟିକି ଦିଅନ୍ତି। କେମିତି ମା ଭାଗ ବାଣ୍ଟିବେ? ସମାନ 2 ଭାଗ ଯେତେବେଳେ କରିଦିଅନ୍ତି। ଦେଖ ବର୍ତ୍ତମାନ ଆମେ ରୁଟିଟାକୁ 2 ଭାଗ କରିଦେବା। ଭେରି ଗୁଡ୍, 2 ଭାଗ ହେଇଗଲା। ତାହେଲେ ଏଇ ଯୋଉ ସିଧା ଭାଗଟା ହେଲା, ଯୋଉ ସିଧା ଗାରଟି ପଡ଼ିଗଲା, ତାହେଲେ ଆକୁ ଆମେ କହିବା ବ୍ୟାସ। କାହିଁକି ନା ରୁଟିଟି ପୁରା ବୃତ୍ତ ଆକାର ଥିଲା, ବର୍ତ୍ତମାନ ଏଇଟା ଅର୍ଦ୍ଧବୃତ୍ତ ଆକାର ହେଇଗଲା। ଆମେ ଯେତେବେଳେ ରୁଟିଟିକୁ 2 ଭାଗ କଲେ ସେତେବେଳେ ପୁରା ରୁଟିଟା 2 ଭାଗ ହେଇଥିଲା। ତାହେଲେ ବ୍ୟାସାର୍ଦ୍ଧ ହେଉଛି ବ୍ୟାସର ଅଧା ବା ବ୍ୟାସ ହେଉଛି ବ୍ୟାସାର୍ଦ୍ଧର 2 ଗୁଣ। ଆମେ ରୁଟି ଦେଖିଲେ, ଚକ ବି ଦେଖିଲେ। ତାହେଲେ ପିଲାମାନେ ଆମେ ବର୍ତ୍ତମାନ ଦେଖିବା ବ୍ୟାସାର୍ଦ୍ଧ କାହାକୁ କୁହାଯାଏ ଆଉ ବ୍ୟାସ କାହାକୁ କୁହାଯାଏ। ବ୍ୟାସାର୍ଦ୍ଧ କାହାକୁ କୁହାଯାଏ ନା ବୃତ୍ତର କେନ୍ଦ୍ରବିନ୍ଦୁ ଆଉ ବୃତ୍ତ ଉପରିସ୍ଥ ଏକ ବିନ୍ଦୁକୁ ଯେଉଁ ରେଖାଖଣ୍ଡରେ ଯୋଗ କରାଯାଏ ସେ ରେଖାଖଣ୍ଡଟିକୁ ବୃତ୍ତର ଏକ ବ୍ୟାସାର୍ଦ୍ଧ କୁହାଯାଏ। ଠିକ୍ ସେମିତି ବୃତ୍ତ ଉପରିସ୍ଥ 2ଟି ବିନ୍ଦୁକୁ ନେବା, ସେ 2ଟି ବିନ୍ଦୁ ଯଦି କେନ୍ଦ୍ରବିନ୍ଦୁ ମଧ୍ୟ ଦେଇ ଗତି କରେ ଏବଂ ଯେଉଁ ରେଖାଖଣ୍ଡଟି ସୃଷ୍ଟି ହୁଏ ତାକୁ ଆମେ ବ୍ୟାସ କହିବା। ହେଲା? ଆଚ୍ଛା ପିଲାମାନେ, ତାହେଲେ ତୁମେ ବୃତ୍ତର ବ୍ୟାସାର୍ଦ୍ଧ କାହାକୁ କୁହାଯାଏ, ବ୍ୟାସ କାହାକୁ କୁହାଯାଏ, ବୃତ୍ତର ପରିଧି କାହାକୁ କୁହାଯାଏ ଆଉ କେନ୍ଦ୍ରବିନ୍ଦୁ କାହାକୁ କୁହାଯାଏ, ଏସବୁ ଭଲ ଭାବରେ ଜାଣିଲ। ବର୍ତ୍ତମାନ କିଛି ପ୍ରଶ୍ନର ଆଲୋଚନା କରିବା। ତୁମେମାନେ ପ୍ରଶ୍ନ ଗୁଡ଼ିକୁ ଭଲ ଭାବରେ ଶୁଣିଦିଅ। ଗୋଟିଏ ବୃତ୍ତର କେତୋଟି ବ୍ୟାସାର୍ଦ୍ଧ ଥାଏ? 0, 1, 2, ଅସଂଖ୍ୟ। କ'ଣ ହବ ପିଲାମାନେ କହିଲ? ଗୋଟିଏ ବୃତ୍ତର କେତୋଟି ବ୍ୟାସାର୍ଦ୍ଧ ଥାଏ? ଅସଂଖ୍ୟ, ନୁହେଁ କି? 0 ହେଲେ ହେଇପାରିବ ନାହିଁ, ଗୋଟିଏ ବ୍ୟାସାର୍ଦ୍ଧ ନୁହଁ ଆଉ 2ଟି ବ୍ୟାସାର୍ଦ୍ଧ ବି ନୁହଁ, ତାହେଲେ ଅସଂଖ୍ୟ ବ୍ୟାସାର୍ଦ୍ଧ ଥାଏ। ଆଚ୍ଛା, ଗୋଟିଏ ବ୍ୟାସାର୍ଦ୍ଧର କେତେ ଗୁଣ? 1 ଗୁଣ ନା 2 ଗୁଣ ନା 3 ଗୁଣ? ଆମେ ଆଲୋଚନା କରିଥିଲେ ଗୋଟେ ବ୍ୟାସାର୍ଦ୍ଧ ବଡ଼ ନା ଗୋଟେ ବ୍ୟାସ ବଡ଼? ବ୍ୟାସ ବଡ଼। କେତେ ବଡ଼? ନା 2 ଗୁଣ ବଡ଼। ତାହେଲେ ଏଠି କ'ଣ ହବ ନା ଗୋଟେ ବ୍ୟାସାର୍ଦ୍ଧର 2 ଗୁଣ। ଆମେ 2 ଗୁଣରେ ଠିକ୍ ଚିହ୍ନ ଦେବା। ଆଚ୍ଛା ପିଲାମାନେ, ଏଇ ଚିତ୍ରଟିକୁ ଦେଖିଲ। ଏଇ ଚିତ୍ରରେ ବ୍ୟାସାର୍ଦ୍ଧର ନାମ କ'ଣ ହବ ପିଲାମାନେ କହିଲ? ଅପସନ୍କୁ ଆମେ ଦେଖିବା। କ'ଣ ଅଛି? ଗୋଟେ ଅଛି କେବଳ କ, ଗୋଟେ ଅଛି କେବଳ ଖ, ଆଉ ଗୋଟେ ଅଛି କ ଖ, ଆଉ ଗୋଟେ ଅଛି ଖ ଗ। ତାହେଲେ ଆ ଭିତରୁ ବ୍ୟାସାର୍ଦ୍ଧ କେଉଁଟି ହବ? କ ହବ କି? ନା। କାହିଁକି ନା କଟା ଗୋଟିଏ ବିନ୍ଦୁକୁ ସୂଚାଉଛି, ସେଇଟା ହେଲା କେନ୍ଦ୍ରବିନ୍ଦୁ। ଖ ହବ କି? ନା। କାହିଁକି? ଏଇଟା ବି ଗୋଟିଏ ବିନ୍ଦୁକୁ ସୂଚାଉଛି, ଏଇଟା ବୃତ୍ତ ଉପରିସ୍ଥ ଏକ ବିନ୍ଦୁ। ଆଚ୍ଛା, କ ଖ ହବ କି? ହଁ। କାହିଁକି ନା କଟା ହେଉଛି କେନ୍ଦ୍ରବିନ୍ଦୁ ଆଉ ଖଟା ହେଉଛି ବୃତ୍ତ ଉପରିସ୍ଥ ଏକ ବିନ୍ଦୁ ଯାହାକୁ ଯୋଗ କରିଛି। ତେଣୁ କ ଖ ରେଖାଖଣ୍ଡଟି ବୃତ୍ତର ବ୍ୟାସାର୍ଦ୍ଧ। ଏଇଟା ହବ ଠିକ୍। ଆର ଅପସନ୍ଟା ଦେଖିବା ହବ କି ନାହିଁ? ଖ ଗ। ଏହା ହବ କି? ନା। କାହିଁକି
ନା ଖ ଆଉ ଗ ଏ ଦୁଇଟି ଯାକ ବୃତ୍ତ ଉପରିସ୍ଥ ବିନ୍ଦୁ। ଆ ଭିତରେ କେହି କେନ୍ଦ୍ରବିନ୍ଦୁ ରହିଲେ ନାହିଁ, ତେଣୁ ଏହା ହବ ନାହିଁ। ତାହେଲେ କୋଉ ଅପସନଟା ଠିକ ହବ? ଗ ଅପସନଟା, ଯୋଉଟା କି କ ଖ ହେଲା ପିଲେ। ଆଚ୍ଛା, ନେକ୍ସଟ କ୍ୱେଶ୍ଚିନକୁ ଯିବା। ଦେଖ ପିଲେ, ଏଇ ପିକ୍ଚରରେ ବ୍ୟାସର ନାମ କଣ ହବ କହିଲ? ଏଇ ଚିତ୍ରରେ ବ୍ୟାସର ନାମ କ ଖ ନା ଖ ଗ ନା ଗ ଘ ନା ଚ ଛ? ହଁ, କଣ ହବ? ନା ଚ ଛ, ନୁହେଁ କି? ଆର କେନ୍ଦ୍ରବିନ୍ଦୁ ଅଛି ଓ, ଆଉ ଚ ଆଉ ଛ ଯେହେତୁ ଦୁଇଟି ବିନ୍ଦୁ ବୃତ୍ତ ଉପରିସ୍ଥ ବିନ୍ଦୁ, ଆଉ ଏଇ ଚ ଆଉ ଛ ବିନ୍ଦୁଟି ଓ କେନ୍ଦ୍ରବିନ୍ଦୁ ମଧ୍ୟ ଦେଇ ଯାଇଛି, ତାହେଲେ ଏଇ ଚ ଛ ହେଲା ଆର ରାଇଟ୍ ଅପସନ୍। ଠିକ ଅଛି ନା? ଆଚ୍ଛା, ବର୍ତ୍ତମାନ ଆମେ କଣ କରିବା ନା ଗୋଟିଏ ସମସ୍ତେ ଆମେ ବୃତ୍ତର ବ୍ୟାସାର୍ଦ୍ଧ, ବ୍ୟାସ ବିଭିନ୍ନ ଚିତ୍ର ଅଙ୍କନ କଲେ। ଆଚ୍ଛା, ତୁମମାନଙ୍କ ପାଇଁ ଗୋଟିଏ ଘର କାମ ଦବା। ତୁମେମାନେ ବୃତ୍ତର ବିଭିନ୍ନ ପ୍ରକାରର ଚିତ୍ର ଅଙ୍କନ କରିବ। ସେଥିରେ ତୁମକୁ ଯୋଉ ଚିତ୍ର ଭଲ ଲାଗେ, ତୁମର ବିଭିନ୍ନ ମାସର ବିଭିନ୍ନ ପର୍ବପର୍ବାଣୀର ଚିତ୍ର ହଉ ବା କୌଣସି ଯାତ୍ରାର ଚିତ୍ର ହଉ, ସେଇ ବୃତ୍ତ ଉପରେ ଯାହା ତମକୁ ଭଲ ଲାଗେ ଗୋଟେ ଗୋଟେ ଚିତ୍ର କରିକି କାଲିକି ଆଣିବ। ଆମେ ନେକ୍ସଟ ପିରିୟଡରେ ପୁଣି ବୃତ୍ତ ସମ୍ପର୍କରେ ଆଲୋଚନା କରିବା।